ମ୍ୟାଡ଼ାମ୍ ପରିଚୟ ଦେବେ। ମୋ ନାଁ ସବିତା ଦାସ, କୁତରଙ୍ଗ ପଞ୍ଚାୟତ ମୋ ମହାସଂଘର ସେକ୍ରେଟାରୀ। କ'ଣ ରହିଛି ଅଭିଯୋଗ ଜିଲ୍ଲାପାଳ କାର୍ଯ୍ୟାଳୟ ଆସିଥିଲେ? ଜିଲ୍ଲାପାଳ କାର୍ଯ୍ୟାଳୟରେ ଆମର ରହିଛି ଦାବି ଯେ ଆମକୁ ସ୍ଥାୟୀ ନିଯୁକ୍ତି କରାଯାଉ। ଆମକୁ ପ୍ରତିଦିନ ଯେତେବେଳେ ମିଟିଂ ଯାଉଛୁ ସିଆର୍ପି ମାନେ କହୁଛନ୍ତି ଯେ ତୁମେ ଶାଢ଼ୀ ପିନ୍ଧିଦିଅ, ଶୀଘ୍ର ଶୀଘ୍ର ପିନ୍ଧିଦିଅ, ଆଉ ତୁମେ ତ ଅଳ୍ପ ଦିନ ରହିବ, କାହିଁ ସବୁଦିନ ଆମକୁ ଏଇ ନିର୍ଯାତନା ଦିଆଯାଉଛି ପଞ୍ଚାୟତରେ। କ'ଣ ମୁଖ୍ୟ ଦାବି କ'ଣ ରହିଛି? ମୁଖ୍ୟ ଦାବି ଆମକୁ ସ୍ଥାୟୀ ନିଯୁକ୍ତି ଦିଆଯାଉ, ଆଉ ଦରମା ଟିକେ ଆମର ବୃଦ୍ଧି କରାଯାଉ। ଯେତିକି ପାରିଶ୍ରମ ଆମର ହେଉନି, ଆମେ 4 ଘଣ୍ଟା 5 ଘଣ୍ଟା ସିଆର୍ପି ଏତିକି ସମୟ କାମ କରୁଛନ୍ତି, ଆମେ ବି ସେତିକି ସମୟ। ବର୍ତ୍ତମାନ ନୂଆ ମୁଖ୍ୟମନ୍ତ୍ରୀ ରାଜ୍ୟରେ ନୂଆ ସରକାର, ଆପଣଙ୍କ ଦାବି ପୂରଣ ହେବ ବୋଲି ଆପଣ ଭାବୁଛନ୍ତି? ହଁ, ଆମର ଦାବି ପୂରଣ ହେବ ବୋଲି ଆମେ ଭାବୁଛୁ। ଆପଣ ଯେଉଁ ଦାବିପତ୍ର ଦେଇଛନ୍ତି କାହା ଉଦ୍ଦେଶ୍ୟରେ ଦେଇଛନ୍ତି? ଆମେ କଲେକ୍ଟରଙ୍କ ଜରିଆରେ ଦେଲୁ ମୁଖ୍ୟମନ୍ତ୍ରୀଙ୍କ। ପରିଚୟ ଦେବେ। ମୁଁ ବାଡ଼ୁଅ ପଞ୍ଚାୟତର ମହାସଂଘର ସେକ୍ରେଟାରୀ। ମୋ ନାଁ ସସ୍ମିତା ପ୍ରଧାନ। କ'ଣ ରହିଛି ଅଭିଯୋଗ ଜିଲ୍ଲାପାଳ କାର୍ଯ୍ୟାଳୟ? ଆମର ପ୍ରଥମ ଅଭିଯୋଗ, ଆମେ 2017 ମସିହା ଠାରୁ ବିନା ଦରମାରେ ବିନା ମୋବାଇଲ ବିଲ୍ରେ ଆମେ 2017 ଠାରୁ ଆଜି ପର୍ଯ୍ୟନ୍ତ କାମ କରୁଛୁ। ବର୍ତ୍ତମାନ ନୂଆ ସରକାର ଆସିଲା ପରଠୁ ଆମକୁ କହୁଛନ୍ତି ତମେ ବାହାରି ଯାଅ। ଆମେ କେଉଁ କାରଣ ନେଇ ବାହାରି ଯିବୁ? ଦ୍ୱିତୀୟ କଥା, ଆମକୁ ଯେଉଁ ସ୍କୁଟର ଲୋନ୍ର ଯୋଜନାରେ ଆମକୁ ଅନ୍ତର୍ଭୁକ୍ତ କରିଛନ୍ତି, ସେ ସ୍କୁଟର ଲୋନ୍ ଆମେ କେମିତି ସୁଝିବୁ? କ'ଣ କହିଲେ ଜିଲ୍ଲାପାଳ? ଜିଲ୍ଲାପାଳ କହିଲେ ଯେ ଆମର ଦାବିପତ୍ର ଅଭିଯୋଗଟାକୁ ନେଇକି କହିଲେ ତୁମକୁ କୌଣସି ପ୍ରକାରର ରୋଟେସନ୍ ଆସିନି, ବାହାରି ଯିବ କ'ଣ? ଆଜ୍ଞା ନମସ୍କାର, ମୁଁ ରାଜଲକ୍ଷ୍ମୀ ପଣ୍ଡା, ଭର୍ତ୍ତପୁର ପଞ୍ଚାୟତ, ଭର୍ତ୍ତପୁର GPLF ସେକ୍ରେଟାରୀ ଅଛି। କ'ଣ ରହିଛି ଅଭିଯୋଗ ଆପଣ ଜିଲ୍ଲାପାଳ କାର୍ଯ୍ୟାଳୟ ଆସିଥିଲେ? ଅଭିଯୋଗ ରହିଛି ଆମ ପ୍ରଥମତଃ ଆମେ ଆସି 10 ବର୍ଷ ହେଲାଣି ମହାସଂଘରେ କାମ କରୁଛୁ, କିନ୍ତୁ ଆମର ସ୍ଥାୟୀ ନିଯୁକ୍ତି ଏପର୍ଯ୍ୟନ୍ତ ହେଇନାହିଁ। ଆମେ ଖାଲି ଯେମିତି ଦିନ ମଜୁରିଆ ହେଇକି ଆସୁଛୁ, ଯେତେବେଳେ କାମ ପଡ଼ୁଛି କାମ କରୁଛୁ, କାମ କରିକି ଘରକୁ ପଳାଉଛୁ। ଆପଣଙ୍କ ଏସି ମେମ୍ବର ଅଛନ୍ତି? ଆଜ୍ଞା ନା, ମୁଁ ସେକ୍ରେଟାରୀ ଅଛି। ଆଜ୍ଞା, ଲୋକମାନେ ଆସୁଛନ୍ତି? ଆମର ଇସି ମା ମାନେ ଆସିଛନ୍ତି, ପ୍ରେସିଡେଣ୍ଟ ସେକ୍ରେଟାରୀ ଆମର। ହଁ, 27ଟା ପଞ୍ଚାୟତରୁ ଆସିଛନ୍ତି ମା ମାନେ। ଖାଲି କ'ଣ ସ୍ଥାୟୀ ନିଯୁକ୍ତି ନା ଅନ୍ୟ କ'ଣ? ନାଇଁ, ଆମର ଦରମା ବୃଦ୍ଧି ଅଛି, ଆମେ ବି ରଖିଛୁ। ଆଗାମୀ ଦିନରେ ଆମର ପେନସନ୍ ବି କରାଯାଉ। ଆମର 65 ବର୍ଷ ପର୍ଯ୍ୟନ୍ତ ଆମର ବୟସ ସୀମା ରହୁ। ଆଜ୍ଞା। ମାଉସୀ ଟିକେ ପରିଚୟ ଦେବେ। ରଞ୍ଜିତା ନାୟକ, ଇନ୍ଦୁପୁର GPLFରୁ ଆସିଛି, ଇସି ମେମ୍ବର। କ'ଣ ରହିଛି ଅଭିଯୋଗ ଆପଣଙ୍କର? ଜିଲ୍ଲାପାଳ କାର୍ଯ୍ୟାଳୟ କାହିଁ ଆସିଥିଲେ? 10 ମସିହାରୁ ଆମେ ଖଟୁଛୁ ମାଗଣାରେ, ବିନା ପାରିଶ୍ରମିକରେ। ଏଠିକି ଯା ସେଠିକି ଯା, ବ୍ଲକ ଦୌଡ଼ୁ, ଯା ଭୁବନେଶ୍ୱର ଯା, ଏମିତି ଦୌଡ଼ୁଛୁ। କିନ୍ତୁ ଏବେ କହୁଛନ୍ତି ଯେ ସରକାର ବଦଳିଲାଣି ମାନେ ତମେ ବଦଳିବ। କିଏ କହୁଛନ୍ତି? CRP MBK। ଆପଣ ଏବେ କ'ଣ ଚାହୁଁଛନ୍ତି? ଆମେ ଚାହୁଁଛୁ ଆମର ସ୍ଥାୟୀ ସମାଧାନ କେମିତି କରାଯାଏ। ଆମେ କେମିତି ସ୍ଥାୟୀ ନିଯୁକ୍ତି ଆମେ ହେଲେ ଆମେ ସବୁଦିନ ପାଇଁ ରହିବୁ। ଆପଣ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ, ଆଜ୍ଞା। କ'ଣ କହିଲେ କଲେକ୍ଟର? କଲେକ୍ଟର କହିଲେ ଆମେ ତ ବାହାରେ ଥିଲୁ, ମାନେ ଯାଇଥିଲେ ସବୁ। କ'ଣ କହିଲେ? ଯଦି ଆଗାମୀ ଦିନରେ ଆପଣଙ୍କ ଦାବି ପୂରଣ ନ କରାଯାଏ? ଦାବି ପୂରଣ ନ ହେଲେ ଆମେ ରାଜରାସ୍ତାକୁ